Hello everyone, this is Samir Suna and you are watching my YouTube channel. Now we'll discuss about one of the most important topic, democracy, merits and demerits. Before we start in this video, please subscribe to my channel, like, comment and share in this video. ବର୍ତ୍ତମାନ ଆମେ ଗଣତନ୍ତ୍ରର ସୁଗୁଣ ଓ ଦୁର୍ଗୁଣ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। ଗଣତନ୍ତ୍ରର ସୁଗୁଣ ଦେଖିବା ପ୍ରଥମେ ରାଜନୈତିକ ସମାନତା ପଲିଟିକାଲ ଇକ୍ୱାଲିଟି ଥାଏ। ଗଣତନ୍ତ୍ରର ସୁଗୁଣରେ ପ୍ରଥମେ ଆମେ ଦେଖିବା ରାଜନୈତିକ ସମାନତା ପଲିଟିକାଲ ଇକ୍ୱାଲିଟି ଯାହାକୁ ଆମେ କହିଥାଉ। ଗଣତନ୍ତ୍ର ଶାସନ ସବୁବେଳେ ଜଣେ ବ୍ୟକ୍ତିକୁ ଖଣ୍ଡିଏ ଭୋଟ ଦେଇ ସମାନତା ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛି। ଯଦି କହିବା ଗଣତନ୍ତ୍ର ଗୋଟାଏ ଏମିତି ଶାସନ ବ୍ୟବସ୍ଥା ଯେଉଁଥିରେ ପ୍ରତ୍ୟେକ ଲୋକ ଅଂଶଗ୍ରହଣ କରିଥାନ୍ତି ଏବଂ ଗଣତନ୍ତ୍ରର ବହୁତ ବଡ଼ ଫେଷ୍ଟିଭାଲ ବା ଯାତ୍ରା ବୋଲି ଆମେ କହିପାରିବା ବା ପର୍ବ ବୋଲି କହିପାରିବା, ଯାହାକୁ ଭୋଟ ଦେବାର ଅଧିକାର ଆମକୁ ଦିଆଯାଇଛି ବା ଭୋଟ ଆମେ ଯେଉଁଦିନ ନିର୍ବାଚନ ଭୋଟ ଦେଇଥାଉ। ତ ସେଇଥିପାଇଁ ସମସ୍ତଙ୍କୁ କ'ଣ ଗଣତନ୍ତ୍ର ଲୋକମାନଙ୍କର ସମସ୍ତଙ୍କୁ ଖଣ୍ଡେ ଭୋଟ ଦେବାର ସକ୍ଷମ ବା ସମାନତା ଅଧିକାର ଦେଇପାରିଛି। ରାଜନୈତିକ ଅଧିକାର ଏବଂ ମୌଳିକ ଅଧିକାର ଏଠାରେ ସମସ୍ତେ ସମାନ ଭାବେ ଉପଭୋଗ କରିଥାନ୍ତି। ଯଦି ଆମେ କହିବା ରାଜନୈତିକ ଅଧିକାର ସମସ୍ତେ ସମାନ ଭାବରେ ଉପଭୋଗ କରିଥାନ୍ତି ଏବଂ ମୌଳିକ ଅଧିକାର ସମସ୍ତଙ୍କ ପାଇଁ ଏଠାରେ ଅନ୍ତର୍ଭୁକ୍ତ ହୋଇଥାଏ ବା ସମସ୍ତେ ଏହା ଉପଭୋଗ ମଧ୍ୟ କରିଥାନ୍ତି। ରାଜନୈତିକ ସମାନତା କ୍ଷେତ୍ରରେ ଏଠାରେ ବିଭିନ୍ନତାର ସ୍ଥାନ ନଥାଏ। ଏହି ଶାସନ ବ୍ୟବସ୍ଥା ସବୁବେଳେ ଜନସାଧାରଣଙ୍କର ମଙ୍ଗଳ ସାଧନା ହେଇଥାଏ ବୋଲି ଆମେ କହିପାରିବା। ଏଠାରେ କୌଣସି ପ୍ରକାର ରାଜନୈତିକ ଅସମାନତା ବା ବିଭିନ୍ନତା ନଥାଏ। ଯଦି କହିପାରିବା ତାହେଲେ ସବୁବେଳେ ସମସ୍ତେ ଜନମଙ୍ଗଳ ବା ସାଧନା କରିବା ପାଇଁ ଜନମଙ୍ଗଳ ରାଷ୍ଟ୍ର କରିଥାନ୍ତି ଏବଂ ଲୋକମାନଙ୍କର ମଙ୍ଗଳ ପାଇଁ ସରକାର ଉଦ୍ଦିଷ୍ଟ ହୋଇଥାଏ। ତାପରେ ଆମେ ଦେଖିବା 2 ନମ୍ବର ପଏଣ୍ଟ ଦାୟିତ୍ୱପୂର୍ଣ୍ଣ ସରକାର ରେସ୍ପନ୍ସିବୁଲ ଗଭର୍ଣ୍ଣମେଣ୍ଟ ଯେନ୍ଟା ଆମେ କହିପାରିବା। ଏହି ଶାସନ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିମାନେ ସବୁବେଳେ ଲୋକମାନଙ୍କ ନିକଟରେ ଦାୟୀ ରହିଥାନ୍ତି। ଯେଉଁ ବ୍ୟକ୍ତିମାନେ ନିର୍ବାଚିତ ହୋଇ ପ୍ରତିନିଧି ହେଇଥାନ୍ତି ସେମାନେ ଲୋକମାନଙ୍କର ଜରୁରୀ ବା ଲୋକମାନଙ୍କର ଦାୟିତ୍ୱ ପୂରଣ କରିବା ପାଇଁ ସେମାନେ ନିହାତି ଭାବରେ ଦାୟିତ୍ୱବୋଧ ହୋଇଥାନ୍ତି। ପ୍ରତ୍ୟେକ ଗଣତନ୍ତ୍ରରେ ପ୍ରତିନିଧିମାନେ ମନମୁଖୀ ବ୍ୟବହାର କଲେ ସେମାନଙ୍କର ପ୍ରତ୍ୟାହାର ଆହ୍ୱାନର ବ୍ୟବସ୍ଥା ରହିଛି। ସରକାର ସବୁବେଳେ ଲୋକମାନଙ୍କର ପ୍ରତି ଯତ୍ନବାନ ହେଇପାରିବେ। ଲୋକମାନେ ତାଙ୍କୁ କ'ଣ ପ୍ରତ୍ୟାହାର ମଧ୍ୟ କରିପାରିବେ। ସେଇଥିପାଇଁ ସବୁବେଳେ କ'ଣ ସରକାର ଲୋକମାନଙ୍କର ପ୍ରତି ଯତ୍ନବାନ ହୋଇଥାନ୍ତି ବା ଲୋକମାନଙ୍କର ଦାୟିତ୍ୱ ସବୁବେଳେ ବୁଝିଥାନ୍ତି। ତାପରେ ଆମେ ତୃତୀୟ ପଏଣ୍ଟ ଦେଖିବା ରାଜନୀତି ଶିକ୍ଷା ପ୍ରଦାନ କରେ। ଇଟ୍ସ ଟିଚ୍ ପଲିଟିକାଲ ଏଜୁକେସନ। ଯଦି ଆମେ କହିପାରିବା ପଲିଟିକାଲ ଏଜୁକେସନକୁ କ'ଣ ଶିକ୍ଷା ପ୍ରଦାନ କରେ। ଗଣତନ୍ତ୍ର ଆଧାର ହେଉଛି ନିର୍ବାଚନ। ଗଣତନ୍ତ୍ର ସରକାର ନିହାତି ଭାବରେ ନିର୍ବାଚନ ନହେଲେ ଗଣତନ୍ତ୍ର ହୋଇପାରିବ ନାହିଁ। ନାଗରିକମାନେ ବାରମ୍ବାର ନିର୍ବାଚନରେ ଅଂଶଗ୍ରହଣ କରି ଅନେକ ରାଜନୀତିକ ଶିକ୍ଷା ଲାଭ କରିଥାନ୍ତି। ଯଦି କହିବା ଗଣତନ୍ତ୍ରରେ ବାରମ୍ବାର ନିର୍ବାଚନ ହେବା ଦ୍ୱାରା ଅନେକ ନାଗରିକମାନେ ନିହାତି ଭାବରେ ରାଜନୀତିକ ଶିକ୍ଷା ମଧ୍ୟ ଲାଭ ହୋଇଥାନ୍ତି। ନେତାମାନଙ୍କର ଆଚରଣ ସେମାନଙ୍କର ନୀତି ଜୀବନକୁ ଆଧାର ପ୍ରଭାବିତ ହୋଇଥାଏ। ନେତାମାନଙ୍କୁ ଚିହ୍ନିବା ତାଙ୍କର ଆଚରଣ ବ୍ୟବହାର ପ୍ରତି ସମସ୍ତେ ନାଗରିକମାନେ ନିହାତି ଭାବରେ ସତର୍କତା ବା ତାଙ୍କ ପ୍ରତି ନିହାତି ଭାବରେ ଜାଣିଥାନ୍ତି ସମ୍ପୂର୍ଣ୍ଣ ଭାବରେ। ତାପରେ ଆମେ ଦେଖିବା 4 ନମ୍ବର ପଏଣ୍ଟ ଆଇନର ଶାସନ ରୁଲ ଅଫ ଲ। ଯଦି ଗଣତନ୍ତ୍ର ଅଛି ତାହେଲେ ଆଇନ ନିହାତି ଭାବରେ ଥିବ। ଗଣତନ୍ତ୍ର ଶାସନ ଆଇନ ଶାସନ ଉପରେ ଆଧାରିତ। ଯଦି କହିବା ଗଣତନ୍ତ୍ର ଶାସନ ନିହାତି ଭାବରେ ଆଇନ ଉପରେ ଆଧାରିତ। ଏଠାରେ କୌଣସି ବ୍ୟକ୍ତିର ଖିଲାପ ଉପରେ ଶାସନ ନିର୍ଭର କରେ ନାହିଁ। କୌଣସି ବ୍ୟକ୍ତିର ଖିଲାପି ହିସାବରେ ଶାସନ ନିହାତି ଭାବରେ କରେ ନାହିଁ। ଗଣତନ୍ତ୍ର ଆଇନ ଆଗରେ ସମସ୍ତେ ସମାନ ଭାବରେ ଗଣତନ୍ତ୍ର ନିହାତି ଭାବରେ ସେଇଥିପାଇଁ ପ୍ରତିଷ୍ଠିତ ହେଇଥାଏ। ସମସ୍ତେ ଆଇନର ଆଗରେ ସମାନ। ପଦବୀ ବା କୌଣସି ପ୍ରକାର ପ୍ରଭାବ ବଳରେ କେହି ଆଇନକୁ ହାତକୁ ନେଇପାରିବେ ନାହିଁ। କୌଣସି ପଦ ଯଦି କେହି ବଡ଼ ବଡ଼ ପଦବୀରେ ଥିଲେ ମଧ୍ୟ ଆଇନକୁ କେହି ହାତକୁ ନେଇପାରିବେ ନାହିଁ। ବିନା ଆଇନରେ କୌଣସି ବ୍ୟକ୍ତି ଦଣ୍ଡିତ ହୋଇପାରିବେ ନାହିଁ। ଯଦି ଆଇନ ନଥିବ ତାହେଲେ ଦଣ୍ଡିତ ହେଇପାରିବେ ନାହିଁ ବା ଦୋଷୀ ନ ସାବ୍ୟସ୍ତ ହେବା ପର୍ଯ୍ୟନ୍ତ ଗଣତନ୍ତ୍ରରେ କେହି ଦଣ୍ଡିତ ହେଇପାରିବେ ମଧ୍ୟ ନାହିଁ। କେହି କାହାରି ଉପରେ ଭାତୃତ୍ୱ ବିସ୍ତାର କରିପାରିବେ ପ୍ରଭୁତ୍ୱ ବିସ୍ତାର କରିପାରିବେ ନାହିଁ। ଆଇନ ଶାସନ ଯୋଗୁଁ ଶାସନ କାଳ ନିରପେକ୍ଷ ଅବଲମ୍ବନ କରିଥାଏ। କେହି କାହାର ଉପରେ କୌଣସି ପ୍ରକାର କ'ଣ ପ୍ରଭୁତ୍ୱ ବା କୌଣସି ପ୍ରକାର ଚାପ ବିସ୍ତାର କରିପାରିବେ ନାହିଁ ବି ଚାପ ପକେଇ ପାରିବେ ନାହିଁ। ଏହା ହେଉଛି ଗଣତନ୍ତ୍ରର ମୁଖ୍ୟ ନମୁନା ବୋଲି ଆମେ କହିବା, ଯାହାକୁ ଆଇନର ଶାସନ ବୋଲି
रूल ऑफ लॉ बोली कहा जाए गणतंत्र रे। 5 नंबर देखिबा मानविक अधिकार को सुरक्षा प्रदान करे। इट्स प्रोटेक्ट ह्यूमन राइट्स। ह्यूमन राइट बा मानव अधिकार को निहाती भाबरे गणतंत्र रे सुरक्षा प्रदान करिथाय। गणतंत्र शासन मानविक अधिकार को सुरक्षा प्रदान करिथाय। ଏହା ଦ୍ୱାରା ମାନବର ମୌଳିକ ଆବଶ୍ୟକତା ପୂରଣ ପାଇଁ ସରକାରଙ୍କ ତରଫରୁ ଚେଷ୍ଟା ଅବ୍ୟାହତ ରହିଥାଏ। ନିହାତି ଭାବରେ ସବୁବେଳେ ସରକାର ଲୋକମାନଙ୍କର ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ସବୁବେଳେ ଚେଷ୍ଟିତ ରହିଥାନ୍ତି ଏବଂ ଗଣତନ୍ତ୍ର ଶାସନ ମାନବ ଅଧିକାରକୁ ନିହାତି ଭାବରେ ସୁରକ୍ଷା ମଧ୍ୟ ପ୍ରଦାନ କରିଥାଏ। ମାନବର ଜୀବନ ସୁରକ୍ଷିତ ହୁଏ। ସୁସ୍ଥ ଜୀବନଯାପନ ପାଇଁ ଏହା ଏକ ଅନୁକୂଳ ପରିବେଶ ଯୋଗାଇଥାଏ। ଯଦି କହିବା ଗଣତନ୍ତ୍ର କ'ଣ ସୁସ୍ଥ ଜୀବନଯାପନ ପାଇଁ ନିହାତି ଭାବରେ ଅନୁକୂଳ ପରିବେଶ ସବୁ ପ୍ରକାର ଲୋକମାନେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ନିହାତି ଭାବରେ ଦାୟିତ୍ୱ ରହିଥାଏ ଲୋକମାନଙ୍କ ପ୍ରତି। ରାଷ୍ଟ୍ର ସ୍ୱାଧୀନ ବାତାବରଣ ବ୍ୟକ୍ତିର ଅନ୍ତର୍ନିହିତ ପ୍ରତିଭାର ବିକାଶିତ ଘଟିଥାଏ। ନିହାତି ଭାବରେ ବ୍ୟକ୍ତି ତାର ନିଜସ୍ୱ ସ୍ୱାଧୀନ ବାତାବରଣ ଦ୍ୱାରା ନିଜର ଭିତରେ ଯେଉଁ ଟ୍ୟାଲେଣ୍ଟ ଅଛି ତାକୁ ବିକାଶିତ ମଧ୍ୟ କରିଥାଏ ବୋଲି ଆମେ କହିପାରିବା। ତାପରେ ଦେଖିବା 6 ନମ୍ବର ପଏଣ୍ଟ ଆତ୍ମନିର୍ଭରଶୀଳତା ବୃଦ୍ଧି କରେ। ଇଟ୍ସ ପ୍ରମୋଟ ସେଲ୍ଫ ରିଲାଏନ୍ସ ବୋଲି ଆମେ କହିପାରିବା। ଗଣତନ୍ତ୍ର ଶାସନ ବ୍ୟକ୍ତିକୁ ଆତ୍ମନିର୍ଭରଶୀଳତା କରିଥାଏ। ନିହାତି ଭାବରେ କହିପାରିବା ଗଣତନ୍ତ୍ର ଶାସନ ବ୍ୟବସ୍ଥା ଏମିତି ଏକ ଶାସନ ବ୍ୟବସ୍ଥା ଯାହାକି ମଣିଷ ନିଜସ୍ୱ ଆତ୍ମନିର୍ଭରତା ହିସାବରେ ସମାଜରେ ଚଳିପାରିବ ବା ସମାଜରେ କିଛି କାର୍ଯ୍ୟ କରିକି ଦେଖାଇ ପାରିବ। ବ୍ୟକ୍ତି ତାହାର ନିଜର ସ୍ୱାଧୀନତାକୁ ଜାହିର କରିଥାଏ। ନିଜର ସ୍ୱାଧୀନତାକୁ ନିହାତି ଭାବରେ ଉପଭୋଗ କରିଥାଏ। ରାଜନୀତିରେ ଅଂଶଗ୍ରହଣ ପାଇଁ ଏହି ବ୍ୟବସ୍ଥା ଉତ୍ସାହିତ କରିଥାଏ। ରାଜନୀତିରେ କୌଣସି ବ୍ୟକ୍ତି ମଧ୍ୟ ଅଂଶଗ୍ରହଣ କରିପାରିବେ ଏବଂ ତାହାର ଆଶା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ପୂରଣ ହୋଇପାରିବ। ଗଣତନ୍ତ୍ର ଶାସନରେ କୌଣସି ରାଜାର ପୁଅ ରାଜା ହେଇପାରିବ ନାହିଁ। ଲୋକମାନେ ଯାହାକୁ ଚାହିଁବେ ସିଏ ହିଁ ଗଣତନ୍ତ୍ର ଶାସନରେ ପ୍ରତିଷ୍ଠିତ ହେବ ବା ସିଏ ବି ଆମେ କହିପାରିବା ଗୋଟେ ପ୍ରକାର ପ୍ରତିନିଧି ରାଜା ମଧ୍ୟ ହେଇପାରିବ। ଏହା ଉଚ୍ଚ କୋଟିର ଜାତୀୟ ଚରିତ୍ର ଗଠନ କରିଥାଏ। ଆଦର୍ଶବାଦୀ ଚିନ୍ତାଧାରା ଅଭିବୃଦ୍ଧି ପାଇଁ ଏହା ବିଶେଷ ସହାୟକ ହୋଇଥାଏ। ଯଦି କହିବା ଗଣତନ୍ତ୍ର ଶାସନ ଆଦର୍ଶବାଦୀ ଶାସନ ମଧ୍ୟ ଆମେ କହିପାରିବା। 7 ନମ୍ବର ପଏଣ୍ଟ ଆମେ ଦେଖିବା ଦେଶ ପ୍ରୀତି ବୃଦ୍ଧି କରେ। ଇଟ୍ସ ପ୍ରମୋଟ୍ସ ପେଟ୍ରିଆଟିଜିମ। ଏହି ଶାସନ ବ୍ୟବସ୍ଥାରେ ନାଗରିକର ଦେଶ ପ୍ରୀତି ବୃଦ୍ଧି ଘଟେ। ନାଗରିକ ମାନେ ଦେଶ ପ୍ରତି ଭଲ ପାଇଥାନ୍ତି ଏଇ ଯେଉଁ ଆମର ଗଣତନ୍ତ୍ର ବ୍ୟବସ୍ଥାରେ। କାରଣ ପ୍ରତ୍ୟେକ ନାଗରିକ ଶାସନ କଳର ଅଂଶୀଦାରୀ ହୋଇଥାନ୍ତି। ଯେକୌଣସି ସରକାର ମଧ୍ୟ ଆସିଥାଏ ସେହି ଶାସନ ଦଳର ନାଗରିକ ମାନେ ନିହାତି ଭାବରେ ଅଂଶୀଦାର ମଧ୍ୟ ହୋଇଥାନ୍ତି। ସେ ଯଦି ସରକାରକୁ ସୁରକ୍ଷା ନ ଦେବେ ତାହେଲେ ତାହାର ସ୍ଥିତି ପ୍ରତି ଆଶଙ୍କା ସୃଷ୍ଟି ହୋଇପାରେ। ଯଦି ସରକାରକୁ ନାଗରିକ ମାନେ ବା ସରକାର ନାଗରିକ ମାନଙ୍କୁ ସୁରକ୍ଷା ପ୍ରଦାନ ନ କରିବ ତାହେଲେ ଶାସନ ବ୍ୟବସ୍ଥା ଭଲ ଭାବରେ ଚାଲିପାରିବ ନାହିଁ। ଏଣୁ ଶାସନ କୂଳକୁ ଭଲ ପାଇବା ଦ୍ୱାରା ଦେଶ ପ୍ରୀତି ବୃଦ୍ଧି ପାଏ। ଯଦି ଆମେ କହିପାରିବା ଶାସନ ଦଳକୁ ଭଲ ପାଇବା ଦ୍ୱାରା କ'ଣ ଦେଶର ସମସ୍ତ ଲୋକମାନଙ୍କୁ ସମ୍ମାନ ଦେବା, ଦେଶର ଐକ୍ୟ ପ୍ରତି ସମ୍ମାନ ନିହାତି ଭାବରେ ଦେଇଥାଏ ଏବଂ ଦେଶ ପ୍ରୀତି ପାଇଁ ଭଲ ପାଇବା ବଢିଥାଏ। ଏହା ଆମର ଥିଲା କ'ଣ ସୁଗୁଣ ଡେମୋକ୍ରେସିର ସୁଗୁଣ ଥିଲା। ଏବେ ଆମେ ଡିସ୍କସ୍ କରିବା କ'ଣ ଦୁର୍ଗୁଣ ବିଷୟରେ ଆମେ ଜାଣିବା। ଗଣତନ୍ତ୍ରର ଦୁର୍ଗୁଣ କ'ଣ ଅଛି ବା ତାର ଡିମେରିଟ୍ସ କ'ଣ ଅଛି ଆମେ ଦେଖିବା। ପ୍ରଥମେ 1 ନମ୍ବର ପଏଣ୍ଟ କ'ଣ ବ୍ୟୟ ସାପେକ୍ଷ ଏକ୍ସପେନ୍ସିଭ ଯାହାକୁ କହିପାରିବା। ଗଣତନ୍ତ୍ର ଶାସନ ହେଉଛି ଏକ ବ୍ୟୟବହୁଳ ଶାସନ। ନିହାତି ଭାବରେ କହିପାରିବା ଗଣତନ୍ତ୍ର ସରକାରରେ ନିହାତି ଭାବରେ ବହୁତ ବ୍ୟୟବହୁଳ ହୋଇଥାଏ ବା ଟଙ୍କା ଅଧିକା ଖର୍ଚ୍ଚ ହୋଇଥାଏ। ଏଥିରେ ନିର୍ବାଚନ ଖର୍ଚ୍ଚ, କର୍ମଚାରୀମାନଙ୍କର ଦରମା, ଅତିଥି ସତ୍କାର, ବିଧାନମଣ୍ଡଳ ପରିଚାଳନା ଖର୍ଚ୍ଚ ଏବଂ ପ୍ରଶାସନିକ ଅନ୍ୟାନ୍ୟ ଖର୍ଚ୍ଚ ଖୁବ୍ ଅଧିକ ହୋଇଥାଏ। ଏସବୁ ନିହାତି ଭାବରେ ଆମେ କହିପାରିବା ଗଣତନ୍ତ୍ରରେ ଦେଖାଯାଏ ଖର୍ଚ୍ଚଟା। ସେଇଥିପାଇଁ ଏହାକୁ ଆମେ ଡିମେରିଟ୍ସ ମଧ୍ୟ କହିପାରିବା। ରାଜସ୍ୱ ଆଦାୟରୁ ରାଷ୍ଟ୍ରର ବ୍ୟୟଭାର ଅଧିକ। ସେଥିପାଇଁ ଭାରତ ବର୍ଷର ଋଣ ମାତ୍ର ବୃଦ୍ଧି ପାଇବାରେ ଲାଗିଛି। ନିହାତି ଭାବରେ ଗଣତନ୍ତ୍ର ଗୋଟେ ଭଲ ଶାସନ ଦେଖିବାକୁ ହେଲେ ମଧ୍ୟ ବ୍ୟୟବହୁଳ ହୋଇଥାଏ ଯାହା ପ୍ରତି ଦେଶ ପ୍ରତି ସେଥିପାଇଁ ମାତ୍ରାଧିକ ଋଣର ବୃଦ୍ଧି ଲାଗି ରହିଛି ସବୁବେଳେ ଆମେ କହିପାରିବା। 2 ନମ୍ବର ପଏଣ୍ଟ ଆମେ ଦେଖିବା ଗୁଣର ପ୍ରାଧାନ୍ୟ ନଥାଏ। ନନ୍ ଇମ୍ପୋର୍ଟାନ୍ସ ଅଫ୍ କ୍ୱାଲିଟି। କ୍ୱାଲିଟିର ଇମ୍ପୋର୍ଟାନ୍ସ ଏଠାରେ ନଥାଏ। ଗଣତନ୍ତ୍ର ଶାସନରେ ସଂଖ୍ୟାର ଗୁରୁତ୍ୱ ଖୁବ୍ ଅଧିକ, ମାତ୍ର ଏଠାରେ ଗୁଣର ଗୁରୁତ୍ୱ କିଛି ନଥାଏ।
ନିହାତି ଭାବରେ କହିବା ଗୁଣ ଥିଲେ କିଛି ହେବ ନାହିଁ, ଲୋକମାନେ ତାଙ୍କୁ ସଂଖ୍ୟାଧିକ ଲୋକମାନେ ନିହାତି ଭାବରେ ଭଲ ପାଉଥିବା। ଅଯୋଗ୍ୟ ବା ଅଶିକ୍ଷିତ ବ୍ୟକ୍ତିଙ୍କୁ ସଂଖ୍ୟା ଯଦି ଅଧିକ ହୁଏ ତାହେଲେ ସଂଖ୍ୟା ଶୂନ୍ୟ ଶିକ୍ଷିତ ବ୍ୟକ୍ତି ମୂଲ୍ୟହୀନ ବୋଲି ହୋଇଯାଇଥାଏ। ଆମେ ନିହାତି ଭାବରେ କହିପାରିବା ଗଣତନ୍ତ୍ର ଶାସନରେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହେବା ନିହାତି ଦରକାର କୌଣସି ବି ବ୍ୟକ୍ତି। ତେଣୁ ଯେତେ ଶିକ୍ଷିତ ହେଇଥିଲେ ମଧ୍ୟ ଲୋକମାନେ ତାକୁ ଯଦି ଭଲ ପାଉନାହାନ୍ତି ବା ଲୋକମାନେ ତାର କଥା ସବୁ ମାନୁନାହାନ୍ତି, ସେଥିପ୍ରତି ସେ ନିହାତି ଭାବରେ ଧ୍ୟାନ ଦେବାର କଥା ଏବଂ ତାର ମୂଲ୍ୟ ନିହାତି ଭାବରେ ଜିରୋ ଏଠାରେ ଆମେ କହିପାରିବା। 5 ଜଣ ବ୍ୟକ୍ତି ଯଦି ବରଗଛକୁ ଅଶ୍ୱତଥ ଗଛ କହନ୍ତି, ତେବେ ଜଣେ ବ୍ୟକ୍ତି ଯଦି ବରଗଛକୁ ବରଗଛ କହେ ତାହେଲେ ସେହି ଜଣକର ବ୍ୟକ୍ତିର ଠିକ କଥା କହୁଥିଲେ ବି 5 ଜଣ ପାଖରେ ଏହା ସଠିକ ତାର ମୂଲ୍ୟ କିଛି ନଥାଏ। ନିହାତି ଭାବରେ କହିପାରିବା ଯଦି 5 ଜଣ ବ୍ୟକ୍ତି ଯଦି ବରଗଛକୁ ଅଶ୍ୱତଥ ଗଛ କହୁଛନ୍ତି, ତ ଜଣେ ବ୍ୟକ୍ତି ଯଦି କହୁଛି ବରଗଛକୁ ବରଗଛ, କିନ୍ତୁ ତାର କଥା କୌଣସି ପ୍ରକାର ମୂଲ୍ୟହୀନ ଥାଏ। ଏଠାରେ ଲୋକମାନଙ୍କର ନିହାତି ଭାବରେ ଶାସନ ରହିଛି, କୌଣସି ବ୍ୟକ୍ତି ନୁହେଁ, ସମସ୍ତ ଲୋକମାନଙ୍କର ଗୁରୁତ୍ୱ ଏଠାରେ ସଂଖ୍ୟାର ଗୁରୁତ୍ୱ ନିହାତି ଭାବରେ ଥାଏ। ଆମେ ଏବେ ଦେଖିବା 3 ନମ୍ବର ପଏଣ୍ଟ, ଦୁର୍ନୀତିଗ୍ରସ୍ତ ଶାସନ, କରପ୍ଟ ଆଡମିନିଷ୍ଟ୍ରେସନ ବୋଲି ଆମେ କହିପାରିବା। ଏହି ଶାସନରେ ପ୍ରଶାସନ ଅଧିକାରୀମାନେ କ୍ଷମତା ଲାଲସାରେ ଅନେକ ଦୁର୍ନୀତି କରିଥାନ୍ତି। ନିର୍ବାଚନରେ ଦଳକୁ ଜିତାଇବା ପାଇଁ ଶାସନକଳ ମାଧ୍ୟମରେ ଅନେକ ଟଙ୍କା ଆଦାୟ କରିଥାନ୍ତି। ନିହାତି ଭାବରେ କହିପାରିବା ଏଇଟା ଗୋଟେ ନିହାତି ଡିମେରିଟ ବୋଲି ଗଣତନ୍ତ୍ରର କହିପାରିବା। ଲୋକମାନେ ଅଧିକାରୀମାନେ ନିହାତି ଭାବରେ ଲାଲସାରେ ଦୁର୍ନୀତି କରିଥାନ୍ତି। ନିର୍ବାଚନ ଦଳକୁ ଜିତାଇବା ପାଇଁ ଶାସନ ବ୍ୟବସ୍ଥାରେ ନିହାତି ଭାବରେ ଟଙ୍କା ଆଦାୟ କରିଥାନ୍ତି। ଏହା ଦ୍ୱାରା ଶାସନ ଦୁର୍ନୀତିଗ୍ରସ୍ତ ହୁଏ, ଲୋକମାନଙ୍କୁ ଟଙ୍କା ଦେଇ ଭୋଟ ନେଇଥାନ୍ତି, ଯାହା ଫଳରେ ଏହା ଶାସନଟା ଦୁର୍ନୀତି ହେଇଥାଏ। ନିର୍ବାଚିତ ପ୍ରତିନିଧିମାନେ ଦୁର୍ନୀତିଗ୍ରସ୍ତ ହେତୁ ନିମ୍ନ କର୍ମଚାରୀମାନେ ଜନସେବା ନାମରେ ଘୋଷଣା କରିଥାନ୍ତି। ନିହାତି ଭାବରେ ଆମେ ଲୋକମାନଙ୍କର ସେବା କରିବୁ ବୋଲି କହିଥାନ୍ତି, କିନ୍ତୁ ଦୁର୍ନୀତିଗ୍ରସ୍ତ କରିଥାନ୍ତି ସମସ୍ତ ପ୍ରତିନିଧିମାନେ, କୌଣସି ପ୍ରକାର ତାଙ୍କର ସେବା ମନୋବୃତ୍ତି ନଥାଏ। ଏହା ହେଉଛି ଗୋଟେ ଡିମେରିଟ ପଏଣ୍ଟ ବୋଲି ଆମେ ନିହାତି ଭାବରେ ଗଣତନ୍ତ୍ରର କହିପାରିବା। 4 ନମ୍ବର ଦେଖିବା ଅଯୋଗ୍ୟର ଶାସନ। ଗଣତନ୍ତ୍ର ଶାସନ ସର୍ବାଧିକ ଅଜ୍ଞ ବ୍ୟକ୍ତିମାନଙ୍କର ଶାସନ କାଳର ନିଦର୍ଶନ ଅଟେ। ଯଦି ଆମେ କହିବା ଗଣତନ୍ତ୍ର ଶାସନ ନିହାତି ଭାବରେ କୌଣସି ପଢ଼ା ଲେଖା ଦରକାର ନଥାଏ, ତେଣୁ ଅଜ୍ଞାନୀ ଲୋକମାନେ ଭରପୁର ଗଣତନ୍ତ୍ର ଶାସନରେ ଥାନ୍ତି। ଅପରିପକ୍ୱ ରାଜନୀତି ମାନଙ୍କର ଏହା ଏକ ସରକାର। ଏହା ନିହାତି କହିପାରିବା ଅପରିପକ୍ୱ ବା ଅଶିକ୍ଷିତ ଲୋକମାନଙ୍କର ସରକାର ବୋଲି କହିପାରିବା। ସେଥିପାଇଁ ଫରାସୀ ସମାଲୋଚକ ଫାଗେଟ ଗଣତନ୍ତ୍ରକୁ ଅଯୋଗ୍ୟତାର ଶାସନ ବୋଲି ଅଭିହିତ କରିଛନ୍ତି। ନିହାତି ଭାବରେ ଫାଗେଟ କହିଛନ୍ତି ଗଣତନ୍ତ୍ରକୁ ଅଯୋଗ୍ୟତାର ବା ଏଠାରେ କୌଣସି ଯୋଗ୍ୟତା ଦେଖାଯାଏ ନାହିଁ, ପଢ଼ା ଲେଖା ଦେଖାଯାଏ ନାହିଁ, ଲୋକମାନେ ଯାହାକୁ ପସନ୍ଦ କରନ୍ତି ତା ପ୍ରତି ସମସ୍ତେ ନିର୍ଭରଶୀଳତା ରହନ୍ତି, ତେଣୁ ଏହାକୁ ଏକ ଅଯୋଗ୍ୟ ଶାସନ ବୋଲି କହିପାରିବା ଆମେ। କୁଶଳୀ ବକ୍ତା ଜନମତକୁ ପ୍ରଭାବିତ କରି ସେମାନଙ୍କର ସପକ୍ଷ ଆଇନକୁ ଟାଣିଥାନ୍ତି। ଏଠାରେ ମୁଣ୍ଡା ଶ୍ରେଣୀ ଲୋକମାନଙ୍କର ପ୍ରଭାବ ବେଶୀ ରହିଥାଏ, ମାତ୍ର ବିଜ୍ଞ ଓ ଭଲ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହା ନିହାତି ଭାବରେ ଦେଖାଯାଏ ମଧ୍ୟ ଏବଂ ଆମେ ଏହାକୁ ମଧ୍ୟ କହିପାରିବା ଯାହା ପାଖରେ ଭଲ ଗୁଣ ଅଛି, ଭଲ ପଢ଼ା ଲେଖା କ୍ୱାଲିଫିକେସନ ଅଛି, ତାଙ୍କୁ ଲୋକମାନେ ଭଲ ପାଆନ୍ତି ନାହିଁ। ଯାହା ପାଖରେ କ୍ୱାଲିଫିକେସନ ନାହିଁ ତାକୁ ନିହାତି ଭାବରେ ଲୋକମାନେ ଆକ୍ସେପ୍ଟ କରିଥାନ୍ତି ମଧ୍ୟ ଏବଂ ତାକୁ ସଂଖ୍ୟା ଦ୍ୱାରା ନିର୍ବାଚିତ ମଧ୍ୟ କରିଥାନ୍ତି। 5 ନମ୍ବର ଆମେ ପଏଣ୍ଟ ଏବେ ଦେଖିବା ସାମୂହିକ ପ୍ରଗତି ବାଧାପ୍ରାପ୍ତ ହୁଏ, କଲେକ୍ଟିଭ ପ୍ରୋସେସ ଇଜ ଏଫେକ୍ଟେଡ। ଆମେ କହିପାରିବା ଏହି ଶାସନ ବ୍ୟବସ୍ଥାରେ ଦୃଢ଼ ନିଷ୍ପତ୍ତି ନେବା ସହଜ ହୁଏ ନାହିଁ। ନିହାତି ଭାବରେ ଦୃଢ଼ ନିଷ୍ପତ୍ତି ବା ନିଷ୍ପତ୍ତି କୌଣସି ପ୍ରକାର ସହଜରେ ନେଇ ହେବ ନାହିଁ। ଶାସନ ସ୍ଥିରତାର ଅଭାବ ଦେଖାଯାଏ, ଶାସନ ନିହାତି ଭାବରେ ସ୍ଥିର ରହିପାରିବ ନାହିଁ। ଶତ୍ରୁ ପକ୍ଷର ମୁକାବିଲା ସମୟ ସାପେକ୍ଷ ହୁଏ। ଶତ୍ରୁ ଯଦି ଆକ୍ରମଣ କରୁଛି ତାହେଲେ ଗଣତନ୍ତ୍ର ଶାସନରେ ନିହାତି ଭାବରେ ସମୟର ଟିକେ ଅଧିକା ବିଳମ୍ବ ହୋଇଥାଏ। ଏହା ଦ୍ୱାରା ଜାତୀୟ ସ୍ୱାର୍ଥ ଏବଂ ରାଷ୍ଟ୍ର ସାମୂହିକ ପ୍ରଗତି ବାଧାପ୍ରାପ୍ତ ହୋଇଥାଏ ବୋଲି ଆମେ କହିପାରିବା। ଜାତୀୟ ସ୍ୱାର୍ଥ ଏବଂ ରାଷ୍ଟ୍ରର ସାମୂହିକ ପ୍ରଗତି ବାଧାପ୍ରାପ୍ତ ମଧ୍ୟ ହୋଇଥାଏ ଆମେ କହିପାରିବା। ପ୍ରତ୍ୟେକ ବ୍ୟକ୍ତି ଏହି ଶାସନର ଅଂଶୀଦାର ହେତୁ ଏହା ସମସ୍ତଙ୍କର ଶାସନ ବୋଲି ପ୍ରଚାର ହେଉଥିଲେ ମଧ୍ୟ ଏହା କାହାରି ଶାସନ ନୁହେଁ। ଏହାକୁ ଏକ
ଦାୟିତ୍ୱହୀନ ଶାସନ ବୋଲି କୁହାଯାଇ ପାରିବ। ନିହାତି ଭାବରେ ଗଣତନ୍ତ୍ର ଲୋକମାନଙ୍କର ଶାସନ ବୋଲି କହୁଥିଲେ ମଧ୍ୟ କାହାରି ଶାସନ ସେଇ ଜାଗାରେ ନୁହେଁ ବୋଲି ଆମେ କହିପାରିବା, ଯାହା ଏହାକୁ ଦାୟିତ୍ୱହୀନ ସରକାର ବା ଦାୟିତ୍ୱହୀନ ଶାସନ ବୋଲି ମଧ୍ୟ କୁହାଯାଇଥାଏ ଗଣତନ୍ତ୍ରକୁ। ତାପରେ ଆମେ ଦେଖିବା 6 ନମ୍ବର ଆଞ୍ଚଳିକତା ଭାବ ସୃଷ୍ଟି, କ୍ରିଏଟ ଅଫ ରିଜନାଲିଜିମ୍। ଗଣତନ୍ତ୍ର ଶାସନରେ ଆଞ୍ଚଳିକତାବାଦ ବିରାଜମାନ କରିଥାଏ। ନିହାତି ଭାବରେ ଆଞ୍ଚଳିକତା ଏଠାରେ ବିସ୍ତାର ବହୁଳ ଭାବରେ କରିଥାଏ, ଦେଖିବାକୁ ମଧ୍ୟ ମିଳିଥାଏ। ଲୋକ ପ୍ରତିନିଧି ମାନଙ୍କର ନିଜ ଅଞ୍ଚଳ ଓ ଲୋକଙ୍କର ଉନ୍ନତି ପାଇଁ ଆଞ୍ଚଳିକ ମନୋଭାବ, ଜାତୀୟାଣ ପ୍ରୀତି, ସଂକୀର୍ଣ୍ଣ ମନୋଭାବ ଜାତୀୟ ପ୍ରଗତିର ବାଧା ସୃଷ୍ଟି ମଧ୍ୟ ହୋଇଥାଏ। ନିହାତି ଭାବରେ ଆମେ କହିପାରିବା ଏଠାରେ କ'ଣ ଦଳୀୟ ରାଜନୀତି ଏବଂ ସଂକୀର୍ଣ୍ଣ ମନୋଭାବ ଆଞ୍ଚଳିକତାବାଦକୁ ଉତ୍ସାହିତ କରିଥାଏ। ଏଠାରେ ଆଞ୍ଚଳିକକୁ ନିହାତି ଭାବରେ ଭଲ ପାଇବାକୁ ମିଳିଥାଏ ଏବଂ ଲୋକମାନଙ୍କ ନିଜର ଅଞ୍ଚଳର ଉନ୍ନତି କିପରି ହେବ ସେମାନେ ନିଜର ମନୋବୃତ୍ତି କରିଥାନ୍ତି। ଜାତୀୟାଣ ପ୍ରୀତି ବା ଏଠାରେ କୌଣସି ରାଷ୍ଟ୍ର ପ୍ରତି କେହି ଗୁରୁତ୍ୱ ମଧ୍ୟ ଦେଖା ନ ଯାଇଥାଏ। ଏହା ସମସ୍ତେ ଆଞ୍ଚଳିକତାବାଦ ହେଇଥାନ୍ତି। ତାପରେ ଆମେ ଦେଖିପାରିବା 7 ନମ୍ବର ପଏଣ୍ଟ ଆମେ କହିପାରିବା ଅବୈଜ୍ଞାନିକ ଚିନ୍ତାଧାରା, ଅନସାଇଣ୍ଟିଫିକ କନସେପ୍ଟ ବୋଲି ଆମେ ଯାହାକୁ କହିଥାଉ। ଏଠାରେ ସମାନତାକୁ ଗୁରୁତ୍ୱ ଦିଆଯାଇ ଅଜ୍ଞତାର ଗୁରୁତ୍ୱକୁ ବୃଦ୍ଧି କରାଯାଇଥାଏ। ସମାନତାକୁ ଆମେ ଗୁରୁତ୍ୱ ଦେଇଥାଉ କିନ୍ତୁ ଅଜ୍ଞାନତାକୁ ମଧ୍ୟ ଏଠାରେ ନିହାତି ଭାବରେ ଗୁରୁତ୍ୱ ଅଧିକ ଦିଆଯାଇଥାଏ। ପ୍ରତ୍ୟେକ ବ୍ୟକ୍ତିର ଧୀଶକ୍ତି ଅଛି, ମାତ୍ର ତାହାକୁ ବିଚାରବନ୍ତ ବୋଲି କୁହାଯାଇ ନପାରେ। ମଣିଷ ଶରୀରର ତାରତମ୍ୟ ରହିଥିବା ଭଳି ସମସ୍ତଙ୍କର ସମାନ ଯୋଗ୍ୟ ବୋଲି କହିବା ଠିକ ନୁହେଁ। କହିପାରିବା ଆମେ ମଣିଷ ସମସ୍ତେ ସମାନ ବୋଲି ହେଇଥିଲେ ମଧ୍ୟ ନିଜର ସମାନ ଯୋଗ୍ୟ ବା ସମସ୍ତଙ୍କୁ ନିହାତି ଭାବରେ ଠିକ ବୋଲି ଆମେ କହିବା ଉଚିତ ହେବ ନାହିଁ। ଏଣୁ ଦକ୍ଷତା କ୍ଷେତ୍ରରେ ସମତାକୁ ଆଧାର କରିବା ଉଚିତ ହୋଇନପାରେ। ସରକାର ଦକ୍ଷତା ଓ କାର୍ଯ୍ୟକାରିତାକୁ ବୃଦ୍ଧି କରିବାକୁ ହେଲେ ଏଭଳି କ୍ଷମତା ନିହାତି ନୀତିକୁ ଅପରିହାର୍ଯ୍ୟ କରିବା ଉଚିତ। ଗଣତନ୍ତ୍ର ଶାସନରେ ଏହାକୁ କ'ଣ ଅଣଦେଖା ବା ତାହାକୁ ଅପରିହାର୍ଯ୍ୟ ନିହାତି ଭାବରେ କରିବାର ଦରକାର। 8 ନମ୍ବର ପଏଣ୍ଟ ଦେଖିବା ସରକାରର ସ୍ଥିରତା ନଥାଏ, କୌଣସି ଷ୍ଟାବିଲିଟି ଗଭର୍ଣ୍ଣମେଣ୍ଟ ନଥାଏ। ଯୋଉଟା ଆମେ କହିବା ନୋ ଷ୍ଟାବିଲିଟି ଅଫ ଦ ଗଭର୍ଣ୍ଣମେଣ୍ଟ, ଏଠାରେ କୌଣସି ପ୍ରକାର ସ୍ଥିରତା ସରକାର ମଧ୍ୟ ଦେଖିବାକୁ ମିଳିନଥାଏ। ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସୀମିତ ସମୟ ବା ନିର୍ଦ୍ଧାରିତ ସମୟ ବ୍ୟବଧାନରେ ନିର୍ବାଚିତ ଅନୁଷ୍ଠିତ ହୁଏ। ନିହାତି ଭାବରେ ପ୍ରତି 5 ବର୍ଷ ବା ପ୍ରତି 6 ବର୍ଷରେ ଥରେ ଲେଖାଏଁ ଆମେ ନିର୍ବାଚିତ ଅନୁଷ୍ଠିତ ହୋଇଥାଏ। ନିର୍ବାଚନରେ ସଂଖ୍ୟାଗରିଷ୍ଠତା ସ୍ଥାନ ଅଧିକାର କରିଥିବା ଦଳ ସରକାର ଗଢ଼ିବା ପାଇଁ ସକ୍ଷମ ହୁଏ। ପ୍ରତି ନିର୍ବାଚନ ପରେ ନୂତନ ସରକାର ଗଠିତ ହୁଏ। ମୋଟାମୋଟି ଭାବେ ଦଳୀୟ ସ୍ଥିତି ଉପରେ ସରକାରର ସ୍ଥାୟିତ୍ୱ ନିର୍ଭର କରିଥାଏ। ସରକାର ସଂଖ୍ୟା ଶୂନ୍ୟ ହେଲେ ତାହାର ପତନ ମଧ୍ୟ ନିହାତି ଭାବରେ ଘଟିଥାଏ। ଏଠାରେ କ'ଣ ଲୋକମାନେ ଯାହାକୁ ଭଲ ପାଆନ୍ତି, ଲୋକମାନେ ଯାହାକୁ ଭୋଟ କରିଥାନ୍ତି ସେହି ସରକାର ଥାଏ ଏବଂ ଯାହାକୁ ପସନ୍ଦ କରନ୍ତିନି ସେହି ସରକାର କ'ଣ ନଥାଏ ଏଠାରେ। ତେଣୁ ଏଠାରେ କହିପାରିବା ଆମେ ଏହା ସଂଖ୍ୟା ଦଳର ଗରିଷ୍ଠ ଦଳ ନିର୍ବାଚିତ ଗଢ଼ି ସେ ସକ୍ଷମ ସରକାର ଦଳ ଗଠନ କରିଥାନ୍ତି। ଏଠାରେ ସରକାର ଦୃଢ଼ତା ଓ ନିରନ୍ତରତା ରହେ ନାହିଁ, ଯାହାଫଳରେ ଦୀର୍ଘଦାମୀ ଶାସନ ନୀତି ପ୍ରଣୟନ କରି ଦେଶର ପ୍ରଗତି ସମ୍ଭବ ହୋଇଥାଏ। ଏଠାରେ କୌଣସି ସରକାରକୁ ଗୁରୁତ୍ୱ ଅତ୍ୟଧିକ ଦିଆଯାଏ ନାହିଁ, ତେଣୁ କୌଣସି ଆଇନ ନୀତି ପ୍ରଣୟନ କରି ଦେଶର ପ୍ରଗତି କରିହୁଏ ନାହିଁ ବୋଲି ଆମେ କହିପାରିବା। ଏବଂ ଶେଷ ପଏଣ୍ଟ ଆମେ ଦେଖିବା ଅଯଥା ବିଳମ୍ବ, ଅନନେସେସରି ଡିଲେ ଆମେ ଯାହାକୁ କହିପାରିବା। ଏହି ଶାସନ ବ୍ୟବସ୍ଥାରେ ଶାସନ ପ୍ରକ୍ରିୟାକୁ ସଜାଗ କରିବା ପାଇଁ ଅଯଥାରେ ବିଳମ୍ବ ହୋଇଥାଏ। ନିହାତି ଭାବରେ କହିବା ଗଣତନ୍ତ୍ର ଗୋଟେ ବଡ଼ ପ୍ରୋସେସ ରହିଅଛି ଯାହା ଏହି ପ୍ରକ୍ରିୟାକୁ ଅଯଥାରେ ବିଳମ୍ବ ବା ଅନନେସେସରି ଡିଲେ ବୋଲି ଆମେ କହିପାରିବା ହୋଇଥାଏ। ସଚିବାଳୟ ନାଲି ଫିତା ତଳେ ଅନେକ ଧଡ଼ି ନିଷ୍ପତ୍ତି ଦୀର୍ଘ ଦିନ ଅଟକି ରହିଥାଏ। ନିହାତି ଭାବରେ କହିପାରିବା ନ୍ୟାୟାଳୟ ମାନଙ୍କରେ ଅନେକ ନିଷ୍ପତ୍ତି ବା ହାଇକୋର୍ଟ ସୁପ୍ରିମକୋର୍ଟ ହେଲା କୌଣସି ପ୍ରକାର ନ୍ୟାୟାଳୟ ବା ସଚିବାଳୟ ମାନଙ୍କରେ ଅନେକ ପ୍ରକାର ନିଷ୍ପତ୍ତି ଦୀର୍ଘ ଦିନ ପର୍ଯ୍ୟନ୍ତ ଅଟକି ରହିଅଛି ମଧ୍ୟ ଆଜି ପର୍ଯ୍ୟନ୍ତ। ବିଲ୍ଟି ଆଇନରେ ପରିଣତ ହେବା ପାଇଁ ସଂସଦ ଓ ବିଧାନମଣ୍ଡଳରେ ବହୁ ଦିନ ସମୟ ଲାଗିଥାଏ। ଏହା ନିହାତି ଭାବରେ ଗଣତନ୍ତ୍ରର ଡିମେରିଟ ବୋଲି କହିପାରିବା। କୌଣସି ଆଇନକୁ ନିହାତି ଭାବରେ ପାସ୍ କରିବା ପାଇଁ ଉଭୟ
ଅପର ହାଉସ୍ ଏବଂ ଲୋୟର ହାଉସ୍ରେ ବହୁ ଦିନ ସମୟ ପର୍ଯ୍ୟନ୍ତ ଲାଗି ରହିଥାଏ। ଜରୁରୀ ପରିସ୍ଥିତି ସମୟରେ ଶୀଘ୍ର ଆବଶ୍ୟକୀୟ ନିଷ୍ପତ୍ତି ନେବା ଅସମ୍ଭବ ହୋଇଥାଏ। କୌଣସି ପ୍ରକାର ଜରୁରୀ ପରିସ୍ଥିତି ହେଲା ସେ ଜାଗାରେ କୌଣସି ପ୍ରକାର ନିଷ୍ପତ୍ତି ଶୀଘ୍ର ନେଇ ହେବ ନାହିଁ।